से सुनात्मा इना ठारू बहु गुणे मूल्यवान ये मनीष परिश्रम करी धन रोजगार से धन माध्यम सुनात्मा हिरा अलंकार करी परिधान कर जिते तार शरीर असुस्थ हो से सुनारूपा बिकी शरीर को सुस्थ कर कहीं मूल्यवान होते शरीर इस शरीर के आत्मा से सबुठ मूल्यवान तार मूल्य संसार कहीं नहीं पारे ना जड़े राजार गोटे एकमात्र पुह जदि से देहांत हो जाए राजा डाकुं मो राज्य अधा देवी से मो पुह को बंचे दे पार समर्थ हो पारना कहीं ना जीवन मूल्य एते यदि पृथ्वी समस्त धन अजाड़ी दि जाए जीवन पाखे से हार मान तेणु से जीवन में आम आत्मा एते मूल्यवान खाली मूल्यवान बेले भूल हम से स्वयं साक्षात ईश्वर जो ईश्वर आज श्रेयांशी तुलस धारण कर श्रेयांशी नाम परिचित ईश्वर करते से स्वयं मंगल कामना है तेणु तार नाम हूँ मंगलमय से ईश्वर समाज को मानि रही अवतारी पुरुष से आज अवतार धारण कर मातृगर्भ मीन काश्यप बरारूप बढ़ी से धराधाम को आसवा कहला से नरसिंह रूप धारण कर माँ गर्भ को विधान कर धरापृष्ठ को यही अवस्था को नरसिंह अवतार कहीं कहुए प्रांजल भाव संपूर्ण वेदांत सिद्धांत वर्णना कर अधा नर अधा सिंह अवस्था को नरसिंह कहुए तेणु कौन अधा कौन नर ना शरीर के नरसज होते सिंह बड़ी शरीर लोमयुक्त होता है शरीर नरसज होते से कथा कही शिखी न था सिंह जमी बड़े कथा न कही गर्जन छाड़े पिलाटी कहीं कथा न कही क्रंदन कर कांदी थाए सिंह जमी चारोटी गोड़े बुलाबुली करे पिलाटीर दुई हाथ दुई गोड़ सबको चारि गोड़ करके हामुड़ी चली थाए सिंह जमी बड़े कहार की भय करे ना छोट पिलाटी कहार की भय करे ना जे बड़ बढ़िया गाल छापुड़ बसई दिए गाड़ी वाला धरते गाड़ी टाणी कहार की से भय करे ना निर्भय सिंह जमी बड़े पशु मारी रक्त पी थाए पिलाटी रक्त तैयारी माँ ठार क्षीर खाए सिंह कार्यक्रम अवतार को नरसिंह अवतार कहुए जिते बड़े पिला नरसिंह अवतार पर निजर करेबार बुद्धि हुए
ଯେତେବେଳେ ତାର ଶରୀର 52 ଆଙ୍ଗୁଳ ପର୍ଯ୍ୟନ୍ତ ବଢିଥାଏ ସେତେବେଳେ ତାକୁ ବାମନ ଅବତାର କୁହାଯାଏ। ସେ ଅବସ୍ଥାରେ ପିଲା ଭିତରେ ଖେଳିବା ସମୟରେ ଜଣେ ଅନ୍ୟ ଜଣକୁ ପେଲି ଦିଏ। କାହିଁକି ନା ବଢିକି ପାତାଳକୁ କାଟିଦେଲେ ବାମନ ଅବତାର। ତେଣୁ ସେ ଅବତାର ହେଉଛି ପ୍ରକୃତ ଅବତାର। ଯେ ବାମନ ଅବତାର 52 ଆଙ୍ଗୁଳ ଯେତେବେଳେ ବଢି ସେ ବିଦ୍ୟା ଅର୍ଜନ ପାଇଁ ବିଦ୍ୟାଳୟକୁ ଗମନ କରେ। ବିଦ୍ୟାଳୟରେ ସେ ଚାହେଁ ପାଠରେ ମୁଁ କେମିତି ସମସ୍ତଙ୍କ ଠାରୁ ପ୍ରଥମ ସ୍ଥାନ ଅଧିକାର କରିବି, ଖେଳରେ କେମିତି ମୁଁ ସମସ୍ତଙ୍କ ଠାରୁ ପ୍ରଥମ ସ୍ଥାନ ଅଧିକାର କରିବି, ମାଡ଼ଗୋଳରେ କେମିତି ମୁଁ ସମସ୍ତଙ୍କ ପାଇଁ ପ୍ରଥମ ସ୍ଥାନ ଅଧିକାର କରିବି। କାହିଁକି ନା ସେ ଅବତାର ହେଉଛି ପରଶୁରାମ ଅବତାର। ପରଶୁରାମ ଚାହିଁଥିଲେ ଯେ ଧରାଧାମ ନିକ୍ଷେପ କରିବେ, ସମସ୍ତଙ୍କୁ ଜୟ କରିବେ, ପ୍ରଥମ ସ୍ଥାନ ଅଧିକାର କରିବେ। ସେଇ ଅବସ୍ଥାଟା ହେଉଛି ତାଙ୍କର ପରଶୁରାମ ଅବତାର। ପରଶୁରାମ ପରେ ଆସୁଛି ରାମ ଅବତାର। ଯେତେବେଳେ ଶିକ୍ଷା ଲାଭ କରି ଘର ସଂସାର କରିବାକୁ ଆଗରେ ରହିଯାଏ ସେଇ ଅବସ୍ଥାକୁ ରାମ ଅବତାର କୁହାଯାଏ। ସେ ଗାୟକ ଜୀବନ ଯାପନ କରି ଯେତେବେଳେ ରାମାୟଣରେ ଅଛି ରାମଚନ୍ଦ୍ର ସୀତାଙ୍କ ପଛରେ ମାୟା ମୋଗ ପଛରେ ଧାଇଁଥିଲେ। ବିବାହ ପରେ ସବୁ ମାୟାରେ ଛନ୍ଦି ହୋଇ ସେ ଘର ସଂସାର ସମସ୍ତ ଦାୟିତ୍ୱ ତୁଲେଇଥାନ୍ତି। ସେ ଅବସ୍ଥାକୁ ରାମ ଅବତାର ଏବଂ ରାମ ପରେ କୃଷ୍ଣ ଅବତାର ଆସେ। ଯେତେବେଳେ ସେ ପିଲାପିଲି ବିବାହ କରିଥାନ୍ତି, ଯେତେବେଳେ ସେ ସ୍ଥିତପ୍ରଜ୍ଞ ହୋଇଯାନ୍ତି, ପ୍ରକୃତ ଜ୍ଞାନରେ ଦୃଢ଼ ହୋଇଯାନ୍ତି ଏବଂ ପିଲାମାନଙ୍କୁ ସୁଉପଦେଶ ଦିଅନ୍ତି, ଅନ୍ୟମାନଙ୍କୁ ନୀତି ଶିକ୍ଷା ଦିଅନ୍ତି, ସେଇ ଅବତାର ହେଉଛି କୃଷ୍ଣ ଅବତାର। ଯେତେ ବାଧା ବିଘ୍ନ ହେଲେ ମଧ୍ୟ ଯେମିତି କୃଷ୍ଣ କୌଣସି କଥାରେ ଭାବ ବିହଳ ହେଉନଥିଲେ, ବିଚଳିତ ହେଉନଥିଲେ, ସେଇ ଅବସ୍ଥାରେ ଆମେ ଯେତେ ଦୁଃଖ କଷ୍ଟ ଆସୁ ଆମେ ସମ୍ମୁଖୀନ କରିବାକୁ ହେଉଥିଲେ କିନ୍ତୁ କେବେ ଭାଙ୍ଗି ପଡୁଥିଲେ। ତାପରେ ଯେତେବେଳେ ଶରୀର ବୃଦ୍ଧ ହେଇଯାଏ, ବାର୍ଦ୍ଧକ୍ୟ ଆସେ, ସେଇ ସମୟଟାକୁ ବୌଦ୍ଧ ଅବତାର କୁହାଯାଏ। ସେତେବେଳେ ବୁଦ୍ଧଦେବ ଯେମିତି ଘୁରି ସେ ଓସ୍ତ ଗଛ ବେଳେ ସେ ଆଉ କୁଆଡେ ଯିବିନି, ନିଜ ଭିତରେ ସେ ବ୍ରହ୍ମ ସାକ୍ଷାତ୍କାର କରିଥିଲେ। ବାସ୍ତବରେ ଆମେ ଯେତେବେଳେ ଯୋଗ ସାଧନ କରୁଛେ ବୁଦ୍ଧଦେବ ଯୋଗ ଆସନରେ ପଦ୍ମାସନରେ ବସି ନିଜ ମନକୁ ଅନ୍ତର୍ମୁଖୀ କରି ସ୍ୱରୂପ ସ୍ଥିତି ଯାଇ ସ୍ୱରୂପ ଉପଲବ୍ଧି କରିଥିଲେ। ଆମେ ସେମିତି ସୁଖାସନରେ ଶୋଇ ଆମର ପ୍ରକୃତ ସ୍ୱରୂପରେ ଆମେ ମନକୁ ବାହାର ଫେରେ ଆଣି ସ୍ୱରୂପରେ ସ୍ଥିତ ହୋଇ ପ୍ରକୃତ ସୁଖ ଶାନ୍ତି ଆନନ୍ଦକୁ ଉପଲବ୍ଧି କରୁ, ସ୍ୱରୂପ ଉପଲବ୍ଧି କରୁ। ବାସ୍ତବରେ ଇଏ ହେଉଛି 9ଟି ଅବତାର। ଏ ଆତ୍ମାର କୌଣସି ଜଡ଼ ଈଶ୍ୱର ନୁହେଁ, କି କାଳ୍ପନିକ ଈଶ୍ୱର ନୁହେଁ, ଏ ମନୁଷ୍ୟ ହିଁ ପ୍ରକୃତ ଈଶ୍ୱର 9ଟି ଅବତାର ଦେଇ ଗତି କରେ ଏବଂ ଶେଷ ଅବତାର ହେଉଛି ବୌଦ୍ଧ ଅବତାର। ତେଣୁ ଆମେ ଏଇ ଜ୍ଞାନକୁ ଗ୍ରହଣ କରି ନିଜକୁ ଈଶ୍ୱର ମନେ କରି ଦୃଢ଼ ହେବା, ଆମକୁ ରୋଗ ଦୁଃଖ ସ୍ପର୍ଶ କରିପାରିବ ନାହିଁ। ନା ଆମେ ହଉଛେ ସ୍ୱୟଂ ବ୍ରହ୍ମ। ଯେମିତି ଗୋଟିଏ ଶବ୍ଦ ହଉଛି ସମ୍ରାଟ। ସମ୍ରାଟ କହିଲେ ଏଥିରୁ ବୁଝାଯାଏ ତାଙ୍କର ଅନେକ ଗାଈ ଗୋଟ ଅଛି, ହାତୀ ଗୋଟ ଅଛି, ଘୋଡ଼ା ଗୋଟ ଅଛି, ବିରାଟ ସାମ୍ରାଜ୍ୟ ଅଛି, ସୈନ୍ୟ ସେନା ଅଛି। ଏ ଗୋଟିଏ ପଦରେ କହିଲେ ସମ୍ରାଟ। ସେମିତି ଆମେ ଯଦି ନିଜକୁ ବ୍ରହ୍ମ କହିଦେବା, ବ୍ରହ୍ମ କହିଲା ମାନେ ଆମକୁ ବୁଝିବାକୁ ପଡ଼ିବ ମୁଁ ନିରୋଗ, ମୁଁ ସୁସ୍ଥ, ମୁଁ ସୁନ୍ଦର, ମୁଁ ବଳବାନ, ଜ୍ଞାନବାନ, ମୁଁ ବୁଦ୍ଧିମାନ, ମୁଁ ଆୟୁଷ୍ମାନ। ଆପଣମାନେ ସମସ୍ତେ ସେଇ ସ୍ଥିତିକୁ ଯାଇ
से ब्रह्म उपलब्धि करतु सुख शांति आनंद को उपलब्धि करतु आज जार जन्मदिन श्रीयांती से भविष्य साधन कर आत्म उपलब्धि करू ये मोर वाणी को विश्राम दूसरी जय जी जय जी जय जी।